ଘରେ ଦୁଇଟି ଦୀପ ରହିବା ହୋଇଥାଏ ଅତ୍ୟନ୍ତ ଜରୁରୀ। ଜାଣି ନିଅନ୍ତୁ କାହିଁକି? ହିନ୍ଦୁ ଧର୍ମରେ ଦୀପର ଅନେକ ମହତ୍ତ୍ୱ ରହିଛି। ଏହାକୁ ଜାଳିବା ଅତ୍ୟନ୍ତ ପବିତ୍ର ମାନାଯାଇଛି। ଏଥିପାଇଁ ସବୁ ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ଜାଳିବାର ନିୟମ ରହିଛି। ବିନା ଦୀପରେ ପୂଜା ସଫଳ ହୋଇନଥାଏ। କିନ୍ତୁ ଦୀପ ଜାଳିବାର ଅନେକ ନିୟମ ରହିଛି। କୁହାଯାଏ ଯେ ପୂଜା ଶେଷ ହେବାର ଆଗାମୀ କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ଦୀପ ଜାଳିବା ଜରୁରୀ ରହିଥାଏ ଉଚିତ। ଋଗ୍ବେଦ ଅନୁଯାୟୀ ଦୀପରେ ଦେବତାମାନଙ୍କର ତେଜ ରହିଥାଏ, ଯାହାକୁ ଜାଳିବା ଦ୍ୱାରା ଦେବତାଙ୍କ ସହିତ ସିଧାସଳଖ ସମ୍ବନ୍ଧ ସ୍ଥାପିତ ହୋଇଥାଏ ବୋଲି ମାନ୍ୟତା ରହିଛି। ଘରେ ତୁଳସୀ ଗଛ ମୂଳରେ ହେଉ କିମ୍ବା କୌଣସି ନୂଆ କାମ ଆରମ୍ଭ ହେଉ, ଦୀପ ଜାଳିବା ନିଶ୍ଚିତ ଅଟେ। ସକାଳ ସନ୍ଧ୍ୟା ଦୀପ ଜାଳିଲେ ଘରକୁ ସକାରାତ୍ମକତା ଆସିଥାଏ। ପୁରାଣ ଅନୁଯାୟୀ ପୂଜାରେ ଗାଈ ଘିଅରେ ଦୀପ ଜାଳିବା ସର୍ବୋତ୍ତମ ହୋଇଥାଏ। ଦୀପ ଜାଳିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଯାଏ। ଘରେ ପୂଜା ସ୍ଥାନ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ। ଏକ ଦୀପକୁ ସର୍ବଦା ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ରଖିବା ଉଚିତ। ଘିଅ ଦୀପ ଜାଳିଲେ ସେଥିରେ ନାଲିବତୀ ବ୍ୟବହାର କରିବା ଉତ୍ତମ ହୋଇଥାଏ। କୌଣସି ରୋଗରେ ପୀଡ଼ିତ ଥିଲେ ପ୍ରତ୍ୟେକ ଦିନ ସୂର୍ଯ୍ୟଦେବଙ୍କ ପ୍ରତିମା ସାମ୍ନାରେ ତେଲ ଦୀପ ପ୍ରଜ୍ୱଳନ କରନ୍ତୁ। ଘର ଦ୍ୱାରରେ ପ୍ରତ୍ୟେକ ଦିନ ତେଲ ଜାଳିବା ଘରୁ ନକାରାତ୍ମକତାକୁ ଦୂର କରିଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ପୂର୍ବ ଏବଂ ଉତ୍ତର ଦିଗରେ ଦୀପ ଜାଳିବା ସବୁଠାରୁ ଅଧିକ ଶୁଭ ହୋଇଥାଏ। ପଶ୍ଚିମ ଏବଂ ଦକ୍ଷିଣରେ ଦୀପ ଜାଳିବା ଶୁଭ ହୋଇନଥାଏ। ଏହାଦ୍ୱାରା ଜୀବନରେ ସବୁବେଳେ ଦୁଃଖ ଆସିଥାଏ। ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଏକ ଘିଅ ଦୀପ ଜାଳିଲେ ଘରକୁ ଧନର ଆଗମନ ହୋଇଥାଏ। ଗୃହଜନିତ ମୁକ୍ତି ପାଇଁ ପ୍ରତ୍ୟେକ ସୋମବାର ଶିବଲିଙ୍ଗ ସାମ୍ନାରେ ଦୀପ ଜଳାନ୍ତୁ। ଯେଉଁ ଲୋକଙ୍କୁ ଭୟ ସମସ୍ୟା ରହିଛି, ସେମାନେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ସାମ୍ନାରେ ପଞ୍ଚମୁଖୀ ଦୀପ ଜାଳିବା ଉଚିତ। ଏହାଦ୍ୱାରା ଭୟ ଦୂର ହୋଇଥାଏ। ମାଟିର ଦୀପ ଜାଳିଲେ ପୂଜା ସଫଳ ହୋଇଥାଏ, କିନ୍ତୁ ତାହାକୁ କେବଳ ଥରେ ବ୍ୟବହାର କରିବା ପରେ ଜଳରେ ଭସାଇ ଦିଅନ୍ତୁ। ଅଟା ଦୀପ କ୍ଷେତ୍ରରେ ମଧ୍ୟ ଆପଣ ଥରେ ବ୍ୟବହାର ପରେ ତାହାକୁ ପକ୍ଷୀଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ଧାତୁ ଦୀପ ମଧ୍ୟରେ କଂସା ଦୀପ ସବୁଠାରୁ ଉତ୍ତମ ଅଟେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।